ଦୋକାନ ଖୋଲିଛି ହସ୍ତର କୋଚିଂ ଶିକ୍ଷା ପୌଢ ଶିକ୍ଷା ଭଳି 70 ବର୍ଷିଆ ବୁଢା ସେଠି ଯୋଗ ଦେଲେଣି। ଏ ଯୁଗଟା ଏମିତି ବରମୁଣ୍ଡା ସହ ଟି ସାର୍ଟ ପିନ୍ଧି ବୁଢା ବି ପାର୍କ ଗଲେଣି। ହା ହା ହୋଇ କୃତ୍ରିମ ହସରେ ପାର୍କ ଫଟେଇ ଦେଲେଣି। ଡାଇବେଟିସ ଦୂର କଲେଣି। ତେଣୁ ହସ ଏଠି ମହୋଷତି ଏରେ ବହୁତ ରେଟ୍ ହେଲାଣି ଆଜ୍ଞା, ବହୁତ ରେଟ୍ ହେଲାଣି। ତେଣୁ ହସ ହସ ହେଇନାହିଁ। ଆପଣ କୃତ୍ରିମ ହସିଲେ କଣ ରୋଗ ଭଲ ହେଇଯିବ? ଜବରଦସ୍ତି ହସିଲେ କଣ ରୋଗ ଭଲ ହେଇଯିବ? ସ୍ୱତଃସ୍ଫୂର୍ତ୍ତ ଯୋଉ ହସ ଆସିନି, ଆପଣ ଦେଖିବେ ଗୋଟେ ଛୋଟ ଶିଶୁ ହସୁଛି, କେମିତି ସେ ହସୁଛି? ସେ ଯୋଉ ହସଟା ଏଟା ହଉଛି ପ୍ରାକୃତିକ ହସ। ସେ ହସରେ ନାହିଁ ମଳି ନାହିଁ ଦୋଳି, ସ୍ୱତଃସ୍ଫୂର୍ତ୍ତ ପ୍ରାକୃତିକ ଭାବେ ସୃଷ୍ଟି ହଉଛି। ଆମେ ପ୍ରାପ୍ତ ବୟସରେ ବରମୁଣ୍ଡା ଟି ସାର୍ଟ ପିନ୍ଧିକି ପାର୍କରେ ହସିଲେ ଡାଇବେଟିସ୍ ଭଲ କରିପାରିବା କି?